ଅହମ ବ୍ରହ୍ମାସ୍ମି ଗୁରୁଜୀ। ଓମ୍ ବ୍ରହ୍ମାସ୍ମି ଓମ୍ ବ୍ରହ୍ମାସ୍ମି। ଆପଣ ଯାହା କହିଲେ ମୁଁ ସବୁ ଠିକ ସେ ଟିକେ ନିକେ ବୁଝିପାରିଲି। ତଥାପି ଆପଣ ଯୋଉ ପୁନର୍ଜନ୍ମ କଥା କହିଲେ ସମାଧି ଅବସ୍ଥାକୁ ଗଲା ପରେ ତୁରିୟ ଅବସ୍ଥାକୁ ଗଲା ପରେ ପୁନର୍ଜନ୍ମର ପ୍ରଶ୍ନ ହିଁ ଉଠେନି। ତ କିଛିଟା ଆମର ଦୈନନ୍ଦିନ ଜୀବନର ଘଟଣା ଭଳିରେ ମାନେ ଦୈନନ୍ଦିନ ଜୀବନରେ ଜୀବନଚର୍ଯାରେ ଏମିତି କୌଣସି କିଛି କିଛି ଘଟଣା ମାନ ଘଟେ ଯୋଉଟା କି ଲାଗେ ଏଇଟା ପୂର୍ବରୁ ବହୁତ ଥର ଆମ ସହିତ ଘଟିଛି। ଆଉ ଉପରେ ଟିକେ ଗୁରୁଜୀ କହିବେ। ଭଲ ପ୍ରଶ୍ନ ପଚାରିଲେ। ଲକ୍ଷ୍ମୀ ଭଉଣୀଙ୍କ ପ୍ରଶ୍ନ ହେଉଛି ଆମେ ଜୀବନରେ ବେଳେ ବେଳେ କିଛି ଥର କିଛି ଅନୁଭବ କିଛି ସ୍ମୃତି କିଛି ପରିସ୍ଥିତି ଆମକୁ ଏପରିକା ଲାଗେ ଏଇଟା ମୁଁ ଆଗରୁ ଅନୁଭବ କରିଛି। ତ ସେଇଟା ପୁନର୍ଜନ୍ମର ପ୍ରଭାବ କି? ଆଗରୁ ଅନୁଭବ କରିଥିବାର ପ୍ରଭାବ କି? ତାଙ୍କ ପ୍ରଶ୍ନ ହେଲା ଏଇଟା। ଏମିତି ବୁଝନ୍ତୁ ଆପଣ ଜାମୁ କୋଳି ଖାଇଲେ। ଆପଣ ଜାମୁକୋଳି ଖାଇଲେ। ଜାମୁକୋଳି ଖାଇକିରି ସେ ସ୍ୱାଦକୁ ନେଲେ। ସେ ସ୍ୱାଦକୁ ନେଇକରି ଆପଣ ପରଖୁଛନ୍ତି ମୁଁ ଏ କୋଳି କୋଣ ନା କୋଉଠି ଖାଇଥିଲି। ମାନେ ବେଳେ ବେଳେ ସେ କୋଳି ଖାଇଲା ପରିକା ଦେଖନ୍ତୁ ଜାମୁ କୋଳି ପରୀକ୍ଷା ହିଁ ଟିକେ ସେପରିକା ଲାଗୁଥାଏ ପିଜୁଳି। ପିଜୁଳି ଧିରେ ବି ଟିକେ କଷା ଅଂଶ ଅଛି। ପିଜୁଳି ଧିରେ ଟିକେ ମିଠା ଅଂଶ ଅଛି। ତ ପିଜୁଳି ଆମେ ଖାଇଛେ ଭାବିନିଅନ୍ତୁ ପିଜୁଳି ଖାଇଛେ। ପିଜୁଳି ଖାଇବାର ସେ ରୁଚିକୁ ଆମେ ପରଖିଛେ। ତାକୁ ଆମେ ଖାଇଛେ ରୁଚିକୁ ନେଇଛେ। ଆଉ ଥରେ ଆମେ କଣ ଟିକେ ଜାମୁ କୋଳି ଖାଉଛେ। ଜାମୁ କୋଳି ଖାଉଥିବା ସମୟରେ ଆମକୁ ହେଇପାରେ ଜାମୁ କୋଳିର ରୁଚି ଟିକେ ପିଜୁଳିର ରୁଚି ପରିକା ଲାଗିଥାଏ। ଆମ ମନରେ ଗୋଟେ ଏମିତି ପ୍ରଶ୍ନ ଉଠେ ମୁଁ ଏ କୋଳି କୋଉଠି ଖାଇଥିଲି କି? ମୁଁ ଏ ରୁଚି କୋଉଠି ନେଇଥିଲି କି? ମୁଁ ଏ ଖାଦ୍ୟକୁ କୋଉଠି ଏ ସ୍ଵାଦକୁ ନେଇଥିଲି କି? ଦେଖନ୍ତୁ ଦୁଇଟାକ ସ୍ଵାଦ ହିଁ ମିଠା କଷା ମିଶ୍ରିତ ସ୍ୱାଦ। ଦୁଇଟାକ ମନର ଅନୁଭବ ହି ଦୁଇଟାକ ମନର ବୃତ୍ତି ହି। ଯେହେତୁ ମନର ବୃତ୍ତି ଯେହେତୁ ମନର ଏକ ଅନୁଭବ ସେ ଅନୁଭବ କୋଉଠି ଏକ ପରିକା ଲାଗୁଥାଏ ଆମେ ସେଇ ମନସ୍ତରରେ ହିଁ ପରଖୁଛେ। ଅନୁଭବକୁ ନେଇକରି ଗୋଟେ ଅନୁଭବକୁ ଆଉ ଗୋଟେ ଅନୁଭବ ସାଙ୍ଗରେ ଆମେ ପରଖୁଛେ। ସେ ଏକ ପରିକା ନାଗୁଛି ତ ସେ ତୁଳନାକୁ ନେଇକରି ଆମେ ମନରେ କଳ୍ପନା କରୁଛେ ଆମେ କୋଉଠି ଖାଇଛେ କି? ଏଇଟା ତ ଗୋଟେ ଛୋଟ ଉଦାହରଣ ଆଉ ଟିକେ ଗଭୀର ଭାବରେ ଆମେ ଚର୍ଚ୍ଚା ହବା। ଭାବିନିଅନ୍ତୁ ଆପଣ କୋଉ ଜେଗାକୁ ଯାଇଛନ୍ତି। ଗୋଟେ ଜେଗାକୁ ଆପଣଙ୍କ ବନ୍ଧୁ ଘରକୁ ଯାଇଛନ୍ତି। ବନ୍ଧୁ ଘର କେବେ ଯାଇନଥିଲେ କେବେ ଦେଖିନଥିଲେ ସେ ଜାଗାକୁ ଯାଇଛନ୍ତି ସେ ଜାଗାରେ ଯାଇକିରି ସେ ବନ୍ଧୁଙ୍କ ଘରକୁ ବହୁତ ଗଭୀର ଭାବରେ ପରଖୁଛନ୍ତି ଦେଖୁଛନ୍ତି। ବନ୍ଧୁଙ୍କ ଘରର ଯୋଉ ଦୁଆର ମୁହଁ ଅଛି ତା ଭିତରେ ଯୋଉ ଯାହାବି ମାର୍ବଲ ଟାଇଲ୍ସ ପଡିଛି ତା ଭିତରେ ଯୋଉ ଜିନିଷ ପତ୍ର ସବୁ ଥୁଆ ହେଇଛି ସେ ଘରକୁ ଦେଖୁଛନ୍ତି ପରଖୁଛନ୍ତି ଆପଣଙ୍କୁ ଲାଗୁଛି ମୁଁ ଏ ଘରକୁ ଆଗରୁ ଜାଣିଛି। ମୁଁ ଏ ଘରକୁ ଆଗରୁ କୋଉଠି ପରଖିଛି ସେ କୋଉଥି ପାଇଁ ଲାଗୁଛି? ତାକୁ ଏବେ ଆସନ୍ତୁ ଆମେ ପରଖିବା ଦେଖନ୍ତୁ ଘରର ଦୁଆର ମୁହଁ ଏକା ପରିକା ହିଁ ଥାଏ। ବେଳେ ବେଳେ ଆମେ ଗୋଟେ ଘରରେ ଯୋଉ ଟାଇଲ୍ସ ଲଗେଇଛେ ଆଉ କୋଉ ଘରରେ ବି ସେମିତିଆ ଟାଇଲ୍ସ ଲାଗିଥିବା ଘରକୁ ଆମେ ଦେଖିଥିବା। କିମ୍ବା ଘରେରେ ଗୋଟେ ଭାବି ନିଅନ୍ତୁ ଗୋଟେ ଘରରେ ଯୋଉ ଆମେ ପରଦା ସବୁ ଲଗେଇଛେ ଘରେରେ ଯୋଉ ଚିତ୍ର ହରିକା ଆମେ ଟାଙ୍ଗିଛେ ଘରେରେ ଯୋଉ କିଛି ଆମେ ବସ୍ତୁ ପଦାର୍ଥକୁ ଅଳଙ୍କାର କରିଛେ ସେଇପରିକା ହେଇପାରେ ଆଉ କୋଉଠି କିଏ ଅଳଙ୍କାର କରିଥିଲେ ତାକୁ ବି ଆମେ ଦେଖିଛେ। 100% ମାନେ ଶତକଡା ସେଇ ପରୀକ୍ଷା ନହେଲେ ମଧ୍ୟ ଟିକେ ବି ଯୋଉଠି ମିଶୁଥାଏ ଆମ ମନ ଭିତରେ ସେ ଯୋଉ ଜ୍ଞାନ ଟିକେ ଆମକୁ ପ୍ରେରିତ କରୁଥାଏ ସେଇ ପରୀକ୍ଷା ଲାଗୁଛି କି? ଦେଖନ୍ତୁ କୋଉଠି ଆପଣ ଗୋଟେ ଘରକୁ ଅନୁଭବ କରିଛନ୍ତି ଘରର ବାହାର କାନ୍ଥ ହରିକା ନାଲି କାନ୍ଥ ଦୁଆର ମୁହଁ ଟା ଟିକେ ମୋଟା ହେଇକରି ଦୁଆର ମୁହଁ ବଡ ବଡ କବାଟ ଲାଗିଛି। ତା ତଳେ ଯୋଉ ପଥର ପଡିଛି ଯୋଉ ମାର୍ବଲ ପଡିଛି ଆଉ କୋଉଠି ଗୋଟେ ଦେଖିଛନ୍ତି। ସେ ବିଚାର ଏଠି ଯୋଡୁଛନ୍ତି। କିନ୍ତୁ ଅଜାଣତରେ ଏଠି ମନରେ ଏକ ପ୍ରଶ୍ନ ଉଠୁଛି ମୁଁ ଗତ ଜନ୍ମରେ ଏଠି ଜନ୍ମ ହେଇଥିଲି କି? ମୋର ଏଇଟା ପୁନର୍ଜନ୍ମର ସ୍ମୃତି କି ମୁଁ କୋଉଠି ଅନୁଭବ କରିଥିଲି କି? ଏଠି ଗୋଟେ କଥା ସବୁଠାରୁ ବଡ କଥା ପରଖନ୍ତୁ ପୁନର୍ଜନ୍ମ ଏକ ବିଚାର ନୁହଁ କି? ପୁନର୍ଜନ୍ମ ଏକ ଜ୍ଞାନ ନୁହଁ କି? ଜ୍ଞାନ କୋଉଠି ନା କୋଉଠି ଆମେ ଶୁଣିଛେ ଦେଖନ୍ତୁ ଆଧ୍ୟାତ୍ମିକତାରେ ଅନେକ ବ୍ୟକ୍ତିଙ୍କୁ ଅନେକ ସାଧକଙ୍କୁ ପ୍ରେରିତ କରିବା ପାଇଁ ଭୁଲରୁ ତାଙ୍କୁ ବଞ୍ଚିତ ରଖିବା ପାଇଁ
ଏକ ଭଲ ମାର୍ଗଦର୍ଶନ କରିବା ପାଇଁ ପୁନର୍ଜନ୍ମର ବ୍ୟାଖ୍ୟା ବି ଦେଇଥାନ୍ତି। ଅନେକ ପ୍ରବଚକ, ଅନେକ ସାଧକ, ଅନେକ ସାଧୁ ସେମାନେ ପୁନର୍ଜନ୍ମର ଡରକୁ ଦର୍ଶାଇକିରି, ଭୟକୁ ଦର୍ଶାଇକିରି ସେ ଏପରିକା ବ୍ୟାଖ୍ୟା କରିଥାନ୍ତି। ତୁମେ ଯଦି ପାପ କରିବ, ତୁମେ ଯଦି ପୁଣ୍ୟ ନ କରିବ, ତୁମେ ଯଦି ସାଧନା ନ କରିବ, ତୁମେ ଯଦି ନିଜର ସତ୍ ସତ୍ତାକୁ ନ ଚିହ୍ନିବ, ତୁମେ ଯଦି ଆତ୍ମ ସାକ୍ଷାତକାର ନ କରିବ, ଜନ୍ମ ମୃତ୍ୟୁ ବନ୍ଧନରେ ବାନ୍ଧି ହେଇକି ରହିବ, ଛନ୍ଦି ହେଇକି ରହିବ। ଆଉ ଥରେ ଜନ୍ମ ହେବ, ଆଉ ଥରେ ମୃତ୍ୟୁ ହେବ, ଆଉ ଥରେ ବିଭିନ୍ନ ପ୍ରକାର ଯନ୍ତ୍ରଣାରେ ପୀଡ଼ାରେ ପୀଡ଼ିତ ରହିବ। କେତେବେଳେ ସ୍ୱର୍ଗର ସୁଖ ଟିକେ ପାଇବ, କେତେବେଳେ ନରକର ଯନ୍ତ୍ରଣା ପାଇବ। ସାଧନା ମାର୍ଗକୁ ଆସ, ସାଧନା ମାର୍ଗକୁ ଆସ। ଜଣେ ବ୍ୟକ୍ତିକୁ ମାର୍ଗଦର୍ଶନ କରିବା ପାଇଁ ବି ପୁନର୍ଜନ୍ମର ବ୍ୟାଖ୍ୟା ଦେଇକି ତାଙ୍କୁ ଡରେଇକିରି ସାଧନା ମାର୍ଗକୁ ଆଣିବା ପାଇଁ ଚେଷ୍ଟା କରିଥାନ୍ତି। ଏଠି ଆଉ ଗୋଟେ କଥା ଶୁଣନ୍ତୁ ଗଭୀର ଭାବରେ, ଏ ଯେଉଁ କଥାକୁ ମୁଁ କହିବା ପାଇଁ ଚାହୁଁଛି ତାକୁ ମନରେ ବସେଇବେ, ତା ମାଧ୍ୟମରେ ଏ କଥାର ଗଭୀରତାକୁ ପରଖିବା ପାଇଁ ଚେଷ୍ଟା କରିବେ। ପ୍ରକୃତିର ନିୟମ କେବେ ପରିବର୍ତ୍ତନ ହୁଏନି। ଏ ଯେଉଁ ବ୍ରହ୍ମଲୀଳା ଏତେ ଅଦ୍ଭୁତ ଆଉ ଏତେ ସତ୍ୟ, ବ୍ରହ୍ମଲୀଳା ଏତେ ସତ୍ୟ, ସେ ଗଭୀରତାକୁ ଯଦି ଆପଣ ପରଖିବେ, କୌଣସି ନିୟମ ପରିବର୍ତ୍ତନ ହୁଏନି। ନିୟମ ପରିବର୍ତ୍ତନ ହୁଏନିର ତାତ୍ପର୍ଯ୍ୟ, ଆତ୍ମା ଯଦ୍ୟ ଅଜନ୍ମା ଶକ୍ତି, ଆତ୍ମାର ଯଦ୍ୟ ମୃତ୍ୟୁ ନାହିଁ, ଆତ୍ମା ଯଦ୍ୟ ବୃଦ୍ଧି ହୁଅନ୍ତିନି, ବୃଦ୍ଧ ହୁଅନ୍ତିନି, ଜରା ଅବସ୍ଥାକୁ ଆସନ୍ତିନି, ଆତ୍ମାର ଯଦ୍ୟ ମୃତ୍ୟୁ ହୁଏନି, ତାହେଲେ ଏଇଟା ଏ ଯେଉଁ ନିୟମ, ଏଇଟା ସାକ୍ଷାତ ନିୟମ ଥିଲା, ଏ ନିୟମ ରହିବ, ଏ ନିୟମ ପରମାନେଣ୍ଟ, ଏ ନିୟମ ପରିବର୍ତ୍ତନ ହେବନି। ପରିବର୍ତ୍ତନ ହେବନିର ତାତ୍ପର୍ଯ୍ୟ ଭାବି ନିଅନ୍ତୁ, ଆମେ ଟିକେ ଏବେ ପ୍ରକୃତିରେ ବାହାରେ ଗଲେ ଆମକୁ ଟିକେ ଏବେ ଗରମ ଗରମ ଲାଗିବ, ଖରା ଦିନ କୋଉଠି ଟିକେ ଗୁଳିଗୁଳି ହେଉଛି, ଟିକେ ଗରମ ଲାଗିବ। କିଛି ଦିନ ଗଲା ପରେ ଏ ଯେଉଁ ପରିବେଶ ଟିକେ ପରିବର୍ତ୍ତନ ହେଇଯାଇପାରେ। ପରିବର୍ତ୍ତନ ହେଇଯାଇପାରେ ମାନେ ଶୀତ ଦିନ ଆସିଗଲେ ଟିକେ ଥଣ୍ଡା ଲାଗିବ, ବାହାରକୁ ଗଲେ ଥଣ୍ଡା ଲାଗିବ, ମାନେ ପରିବେଶ ପରିବର୍ତ୍ତନ ହେଉଛି। କିନ୍ତୁ ଏ ଯେଉଁ ଆତ୍ମାର ଯେଉଁ ସତ୍ତା ଅଛି, ଆତ୍ମାର ଯେଉଁ ନିୟମ ଅଛି, ସେ ନିୟମ ଯେଉଁ ପରିକା ଥିଲା ସେଇ ପରିକା ଅଛି, ସେଇ ପରିକା ରହିବ। ଆତ୍ମାର ନିୟମ କେବେ ପରିବର୍ତ୍ତନ ହୁଏନି। ଆଚ୍ଛା, ଏଠି ଆଉ ଗୋଟେ ପ୍ରଶ୍ନ ଆପଣଙ୍କ ମନରେ ଉଠିବାର ସମ୍ଭାବନା ଅଛି। ମୁଁ ସବୁ କଥାକୁ ବୁଣିକି ଗଲା ଭଳିଆ ଯାଉଛି। ଆପଣ ଭାବିବେ, ଆପଣ କହିଲେ ପ୍ରକୃତିର ନିୟମ ପରିବର୍ତ୍ତନ ହୁଏନି, ପ୍ରକୃତିର ନିୟମ ପରିବର୍ତ୍ତନ ହେଲା କେମିତି? ଏଠି ପ୍ରକୃତିର ନିୟମ ପରିବର୍ତ୍ତନ ହଉନି। ଶୀତ ପରେ ଉଷ୍ଣ ଆସିଥାଏ, ଉଷ୍ଣ ପରେ ବର୍ଷା ଆସିଥାଏ, ବର୍ଷା ପରେ ଆଉ ଥରେ ଶୀତ ଆସିଥାଏ। ଇଏ ପ୍ରକୃତିର ନିୟମ। ଋତୁ ପରିବର୍ତ୍ତନ ହେଉଛି ଋତୁଚକ୍ରରେ ଯଦି ଋତୁଚକ୍ରକୁ ଆମେ ଗଭୀର ଭାବରେ ପରଖିବା, ଋତୁଚକ୍ର ବି ସାକ୍ଷାତ ରହୁଛି। ଖରା ଦିନ ପରେ ବର୍ଷା ଦିନ ଆସିବ, ବର୍ଷା ଦିନ ପରେ ଶୀତ ଆସିବ, ଏଇଟା ଏକ ଚକ୍ର। ସେ ଚକ୍ର କେବେ ପରିବର୍ତ୍ତନ ହଉନି। ଆପଣ ଦେଖିବେ ବର୍ଷା ଦିନ ପରେ ଖରା ଦିନ ଆସିବନି, ଶୀତ ଦିନ ଆସିବ। ଶୀତ ଦିନ ପରେ ଆଉ ଥରେ ମାନେ ମଝିରେ କେବେ କେବେ ତ ବର୍ଷା ହେଉଛି, କିନ୍ତୁ ସେ ଋତୁଚକ୍ର ଯେଉଁ ତାର ପ୍ରକୃତି ଅଛି ସେଇପରିକା ହିଁ ସେ ପରିଚାଳନା ହେଉଛି। ବୀଜରୁ ବୃକ୍ଷ ହୁଏ, ବୀଜରୁ ବୃକ୍ଷ ହେଉଛି, ବୃକ୍ଷରୁ ବୀଜ ଜନ୍ମ ହେଉଛି, ଠିକ ଅଛି, ସେଟା ମଞ୍ଜି ଜନ୍ମ ହେଉଛି। ଏଟା ଗୋଟେ ଚକ୍ର, ସୃଷ୍ଟି ଚକ୍ର ଚାଲିଛି। ସୃଷ୍ଟି ଚକ୍ର ଚାଲିଲେ ବି ଯେଉଁ ପ୍ରକୃତିର ଯେଉଁ ନିୟମ ଅଛି, ସେ ନିୟମ ସଦା ସର୍ବଦା ଏକ ପରିକା ହିଁ ଥିଲା। ଏତେ କଥା ମୁଁ ବ୍ୟାଖ୍ୟା କରିବାର ଉଦ୍ଦେଶ୍ୟକୁ ବୁଝନ୍ତୁ। ଶାସ୍ତ୍ର ଯଦି କହୁଛି ଆତ୍ମାର ଜନ୍ମ ନାହିଁ, ଆତ୍ମାର ମୃତ୍ୟୁ ନାହିଁ, ଶାସ୍ତ୍ର ଯଦି ବୁଝେଇବା ପାଇଁ ଚେଷ୍ଟା କରୁଛି, ଦର୍ଶେଇବା ପାଇଁ ଚେଷ୍ଟା କରୁଛି ଆପଣ ସେଇ ଆତ୍ମା, ତାହେଲେ ଏଠି ଗୋଟେ କଥା ବିଲକୁଲ ସ୍ପଷ୍ଟ ହେଇଯାଉଛି, ମୋର ପୁନର୍ଜନ୍ମ ନାହିଁ, ମୋର ପୁନର୍ଜନ୍ମ ନାହିଁ, ସ୍ପଷ୍ଟ ହେଇଯାଉଛି। ଯଦି ମୋର ପୁନର୍ଜନ୍ମ ଅଛି, ତାହେଲେ ସେଠି ପ୍ରକୃତିର ନିୟମ କିମ୍ବା ଏ ଯେଉଁ ଶାସ୍ତ୍ର ମିଛ ହେଇଯିବ। ଶାସ୍ତ୍ର କାହିଁ ମିଛ ହେଇଯିବ? ମୋର ଯଦି ପୁନର୍ଜନ୍ମ ଅଛି, ତାହେଲେ ମୁଁ ଆତ୍ମା ନୁହେଁ, ମୁଁ କିଛି ଜୀବ। ଆଚ୍ଛା, ମୁଁ ଯଦି ଜୀବ, ତାହେଲେ ସାଧନା ମଧ୍ୟ ବୃଥା, ମତେ ମୁକ୍ତି ମିଳିବନି। ବୁଝିପାରୁଛନ୍ତି? ଯଦି ମୁଁ ଆତ୍ମା, ମୋର ପୁନର୍ଜନ୍ମ ନାହିଁ ଶାସ୍ତ୍ର କହୁଛି, ତାହେଲେ ହେଇପାରେ ମୁଁ ବୁଝିପାରିନି, ହେଇପାରେ ସତ୍ୟକୁ ମୁଁ ପରଖି ପାରିନି, ହେଇପାରେ ମୋ
जो भौतिक ज्ञान को लेकर पुनर्जन्मर जो गप कहानी को लेकर भौतिक ज्ञान को लेकर मु बारंबार परखुची पुनर्जन्म पुनर्जन्म ताहले मु आत्मा नुहे मु आत्मा कहीं नुहे मुझे आत्मा ही थी मोर ताल तो पुनर्जन्म न था मु पुनरपि जन्म ही न था मोर मृत्यु ही न था जदि मु मानुची मु आत्मा ताहले गोटाए पदक स्पष्ट होची शास्त्र बिल्कुल स्पष्ट कहूँ पुनर्जन्म आत्मार ना आत्मार जन्म ही ना पुनर्जन्म हम केमती तो गोटे कथा ये आम बिल्कुल स्पष्ट होकर मन में बसईदबा साधनार उद्देश्य मुक्ति पाइबा साधनार उद्देश्य जदि मुक्ति पाइबा ताहले प्रकृतिर नियम मुक्त हवा बंधन रे बांधी हवा नुहे प्रकृतिर नियम मुक्त हवा माने कौन निज स्वरूप को चिन्हवा आत्मस्थ को चिन्हवा जदि जन्म मृत्यु बंधन रे जन्म मृत्यु माया रे जन्म मृत्युर चक्र रे आम एमती बुलू थांते ताहले जन्म मृत्यु नाही आउ गोटे कथा आम बुझा दरकार आउ गोटे कथा आम जेहेतु संसार को स्थूल भाव में चिन्हीचे अनेक रूप में मानिचे रंगरे रूपरे आकार आकृति नाम चिन्ह वर्ण रे ए जो ज्ञान को लेकर भी आम परखुचे ज्ञान को लेकर परखुचे ज्ञान को लेकर कौन परखुचे ये व्यक्ति सिटी जन्म होता ये व्यक्ति एठी जन्म है अच्छा 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 पुनर्जन्म है पुनर्जन्म है टीवी रे भी मीडिया रे बेले बेले किसी आड़ू साड़ू फेक न्यूज तांको चैनल को टीआरपी बढ़िया पाई तांको रेवेन्यू कमाइबा पाई सेमाने किछि योजना करथांते सेमाने कोनथांते ये व्यक्ति देखंतु ये घर कथा कहि नउसंती से माने एठी जन्म हिंतले तांकर मर्डर हिंतला तांकर एक्सीडेंट हिंतला से तांकर अकाउंट नंबर कहउसंती को अकाउंट केते पैसा थिला कहउसंती से आंकु चिन्हिले तांकु चिन्हिले आज्ञा इठी गोटे कथा कहा जाउची ध्यान दे बुझंतु पंचभूत रे प्रत्येक शरीर निर्माण हिसंती से शरीर ए शरीर जीव जंतु पशु पक्षी तत्व समस्ते एक तत्व समस्ते एक समस्ते आम समस्ते अभिन्न अद्वैत अद्वैत अभिन्न माने कौन भिन्न नुहंती ये शरीर से शरीर दुईटाक शरीर पंचभूत ही से आकाश से वायु से अग्नि से जल रे जन्म हिसंती निर्माण हिसंती जन्म हिसंती न निर्माण हिसंती आमे गोटे समुद्र रे देखिचे समुद्र रे गोटे लहड़ी उठिला माने कौन पानी एक आकार नेला लहड़ी मिटिला माने पानी पानी रे मिसी गला ठीक से भाव रे एठी मध्य आत्मा रे आत्मार लीला चली आत्मा छड़ा किछि नांती आत्मा ही से निजे ही जेतिक शरीर समस्त भीतर से ही अच्छंती प्रत्येक शरीर से पंचभूत निर्माण होती केवल शरीर नुह संसार भी गोटे गछ को देखंतु गछ को काटंतु गछ भितर कोंटी ना कोंटी सूक्ष्म भाव देखिले आकाश तत्व थिबो कोंटी के फांका थिबो आकाश गछ भितर वायु अच्छी गछ कार्बन डाइऑक्साइड को ग्रहण करछि ऑक्सीजन को छाड़ुछि तो वायु अच्छी गछ काटिले गछ भितर पानी बाहरिबो गछ को जदि आमे ग्राइंडिंग करबा गछ को जदि आमे बाटिबा तो ता भितर पानी अच्छी आकाश वायु अग्नि तत्व अच्छी गछ भितर पानी तत्व अच्छी माटी तत्व अच्छी फल से कांड पत्र से माटी तत्व तो गछ भितर भी ये पंचभूत ही अच्छी तो प्रत्येक शरीर से पंचभूत ही निर्माण होती किंतु आमे जेहेतु स्थूल भाव रे संसार को चिन्हीचे नाम रूप रंग रे जेहेतु चिन्हीचे किए जन्म है ते शरीर इठी जन्म है शरीर को परखुचे भिन्न रे ये शरीर अलगा से शरीर अलगा कौ स्तर रे अलगा केमिति अलगा से भी से पंचभूत ये भी से पंचभूत जे परखुचे से भी से पंचभूत तो स्थूल रु जेतले सूक्ष्म आड़ को जिबे जेतले तत्व आड़ को जिबे सत्य को बुझिबे मिथ्यारु वंचित हेबे तेणुक आप जो प्रश्न पचारे बेले बेले नागु थाए अनुभव अनुभव गोटे गोटे रुचि को नहींचे से परीक्षा नागुची रुचि तो से जिनस मु खाई कि आगुरी केबे खाई कि गोटे बास्ना आसूची चंपा फूल बास्ना आसूची चंपा फूल बास्ना आसूची आउ गोटे कोठी की गले आउ कोठी गोटे फूलर बास्ना आसूची से फूलर बास्ना भी से चंपा फूल परीक्षा नागुची आप कहले चंपा गछ अच्छी कि बढ़िया चंपा फूल बड़े बास्ना आसूची से जने देखिले कहले चंपा फूल न
ଇଏ ଗୋଟେ ଅଲଗା ଫୁଲ, ଆ ନା ଚମେଲି ଫୁଲ, ଯାହା ବି ଗୋଟେ ଅଲଗା ନା କହିଲେ ଇଏ ଫୁଲ ବି ଚମ୍ପା ଫୁଲ ପରିକା ବାସେ। ମାନେ ଗୋଟେ ବାସ୍ନାକୁ, ଗୋଟେ ଅନୁଭବକୁ ଆଉ ଗୋଟେ ଅନୁଭବ ସାଙ୍ଗରେ ମନର ସ୍ତରରେ ପରଖୁଛନ୍ତି, ଆଉ ଏପରିକା ମନରେ କଳ୍ପନା କରୁଛନ୍ତି ପୁନର୍ଜନ୍ମ ପୁନର୍ଜନ୍ମ ପୁନର୍ଜନ୍ମ। ତେଣୁକରି ଏଠି ଆମେ ଯେଉଁ ଶରୀର ସ୍ତରରେ ପରଖୁଛେ, ପ୍ରତ୍ୟେକ ଶରୀର ସେଇ ପଞ୍ଚଭୂତରେ ନିର୍ମାଣ ହେଇଛନ୍ତି। ପଞ୍ଚଭୂତ ତତ୍ଵରେ ଏକ, ଅନେକ ନୁହନ୍ତି। ଆମେ ତତ୍ଵଦର୍ଶୀ ହେଲେ, ତତ୍ଵଜ୍ଞାନୀ ହେଲେ, ତତ୍ଵକୁ ଗଲେ ବୁଝିପାରିଲେ ସେତେବେଳେ ଆମେ ପରଖି ପାରିବା। ନାହିଁ, ଯେଉଁ ଶରୀର ଆମେ ରବି କହୁଛେ, ଯେଉଁ ଶରୀର ଆମେ ରାମ କହୁଛେ, ଯେଉଁ ଶରୀର ଶ୍ୟାମ କହୁଛେ, ଯେଉଁ ଶରୀର ଆମେ ଯାହା ବି ନାମ ଦେଇଛେ, ପ୍ରତ୍ୟେକ ଶରୀର ସେଇ ପଞ୍ଚଭୂତ ସେଇ ଆକାର ନେଇଛନ୍ତି। ଆକାରରେ ଭିନ୍ନତା ଥାଇପାରେ। ଆକାରରେ ଭିନ୍ନତା କାହିଁକି ଅଛି? ଲୀଳା। ଲୀଳାରେ ଅନେକ ରହିଲେ ଭଲ ଲାଗିବ। ଲୀଳାରେ ଗୁଣ, ତିନିଟା ଗୁଣ ଅଛି, ସତ୍ଵ ରଜ ତମ ଗୁଣ ଅଛି। ଲୀଳାରେ ପଞ୍ଚଭୂତରେ ବିଭିନ୍ନ ଆକାର। ସେଇ ପଞ୍ଚଭୂତରେ ଗୋଟେ ପିମ୍ପୁଡ଼ି ତିଆରି ହେଇଛି, ସେଇ ପଞ୍ଚଭୂତରେ ଗୋଟେ ହାତୀ ତିଆରି ହେଇଛି, ସେଇ ପଞ୍ଚଭୂତରେ ଜଣେ ମଣିଷ ଅଛନ୍ତି। ସନ୍ଥ କବୀର ଦାସଙ୍କର ଏକ ସୁନ୍ଦର ଭଜନ ଅଛି। ସେ ଭଜନ କେତେବେଳେ ମୁଁ ପାଇଲେ ଆପଣଙ୍କୁ ପଠେଇବି, ଗ୍ରୁପରେ ସେୟାର କରିବି, ଦେଖିବେ। ସେ ସୁନ୍ଦର ଭାବରେ ତାକୁ ଲେଖିଛନ୍ତି, ଏତେ ବଢିଆ କିନି। ତୁମେ ହିଁ ରାଜା, ତୁମେ ହିଁ ପ୍ରଜା, ତୁମେ ହିଁ ଚୋର, ତୁମେ ହିଁ ସିପାହୀ, ତୁମେ ମାରୁଛ, ତୁମେ ମରୁଛ, ତୁମର ଲୀଳା ଅଦ୍ଭୁତ ପ୍ରଭୁ। ମାନେ ଏତେ ବଢିଆ କିନି ସେ ଭଜନ ଲେଖା ହେଇଛି। ଏଠି ଯେଉଁ ତତ୍ଵରେ ଯାହା ବି ଆମେ ସଂସାରରେ ଶରୀର ଦେଖୁଛେ, ସମ୍ପୂର୍ଣ୍ଣ ଶରୀର ସେଇ ବ୍ରହ୍ମ ହିଁ, ସେଇ ଆପଣ ହିଁ। ତ ଏ ଏକତାକୁ ଚିହ୍ନିବା ପାଇଁ ହେଲେ ସ୍ଥୂଳରୁ ସୂକ୍ଷ୍ମ ଆଡକୁ ଯିବାକୁ ପଡିବ, ବାହାରୁ ଭିତରକୁ ଯିବାକୁ ପଡିବ। ଯେଉଁ ଅନେକ ରଙ୍ଗ ରୂପ ଆକାର ଆକୃତିରେ ସଂସାରକୁ ମୁଁ ଦେଖୁଛି, ଏ ସଂସାରର ଆଧାର କିଏ? ମୋ ଇନ୍ଦ୍ରିୟ। ଆଖି ମାଧ୍ୟମରେ ଦେଖୁଛି, କାନ ମାଧ୍ୟମରେ ଶୁଣୁଛି, ନାକ ମାଧ୍ୟମରେ ଶୁଙ୍ଗୁଛି, ଇନ୍ଦ୍ରିୟଙ୍କ ମାଧ୍ୟମରେ ସଂସାରକୁ ଅନୁଭବ କରୁଛି। ଇନ୍ଦ୍ରିୟଙ୍କର ଆଧାର କିଏ? ମନ। ମନର ଆଧାର କିଏ? ଜ୍ଞାନ, ବୁଦ୍ଧି। ସେ ବୁଦ୍ଧିର ଆଧାର କିଏ? ମୁଁ। ଏ ମୁଁକୁ ଚିହ୍ନିବାର ଅଛି। ଏ ସ୍ତରରେ ଯେଉଁ ଜ୍ଞାନର ଆଧାରରେ ଯେଉଁ ମୁଁ ଅଛି, ଯେଉଁ ଅସଲି ମୁଁ, ସେ ମୁଁକୁ ଆଧାର କରି ଜ୍ଞାନ ସଂଗ୍ରହ ହେଇକି ଅଛି। ବୁଝିପାରୁଛନ୍ତି? ସେ ଜ୍ଞାନରେ ଆମେ ଜନ୍ମ, ମୃତ୍ୟୁ, ଶରୀର କୋଉଠି ଆସିଲା, ଶରୀର କୁଆଡେ ଗଲା, ପୁନର୍ଜନ୍ମ ନେଲା, ଏସବୁ ଜ୍ଞାନ। ଜ୍ଞାନ ରହିତ ମନରେ କୋଉଠି ଅଛି ମୁଁ, କୋଉଠି ଅଛି ତୁ, କୋଉଠି ଅଛି ପାତର ଅନ୍ତର, କୋଉଠି ଅଛି ଅନେକ। ସୁସୁପ୍ତି ଅବସ୍ଥା ପ୍ରତିଦିନ ଆମେ ଅନୁଭବ କରୁଛେ, ଗାଢ ନିଦ୍ରା ଅବସ୍ଥା, କୋଉଠି ମୁଁ, କୋଉଠି ତୁ। ସମାଧି ଅବସ୍ଥା, ଟିକେ ପୂର୍ବରୁ ଆମେ ଚର୍ଚ୍ଚା ହେଲେ, ସମାଧି ଅବସ୍ଥା, ନିର୍ବିକଳ୍ପ ସମାଧି, ଯେଉଁଠି ବିକଳ୍ପ ନାହିଁ। କୋଉଠି ଅଛି ମୁଁ, କୋଉଠି ଅଛି ତୁ, କୋଉଠି ଅଛି ଦୁଇ, କୋଉଠି ଅଛି ଦୁଇ। ତେଣୁକରି ଏ କଥା ସାଧାରଣ କଥା ନୁହଁ। ଆମେ ଯେଉଁ ଚର୍ଚ୍ଚା ହଉଛେ ବହୁତ ଗଭୀରରୁ ଗଭୀର କଥା, ବହୁତ ସୂକ୍ଷ୍ମରୁ ସୂକ୍ଷ୍ମ କଥା। ଏ ସୂକ୍ଷ୍ମ ତତ୍ଵକୁ ଚିହ୍ନିଗଲେ ମୁକ୍ତି, ବୁଝିଗଲେ ମୁକ୍ତି। ଆଉ ବୁଝିବା ଯାଏ ବାରମ୍ବାର ଭୌତିକ ଜ୍ଞାନ ଆମକୁ ବାନ୍ଧିବ। କୋଉଠି ଆଜି ଏ କଥାକୁ ବୁଝିଲା ପରିକା ଲାଗିବ। ଆମେ ପ୍ରତ୍ୟେକ କଥାର ଶାସ୍ତ୍ରକୁ ପ୍ରମାଣ ଭାବରେ ନେଇକି ଆମେ ପରଖୁଛେ, ମନନ ଚିନ୍ତନ କରୁଛେ, ନିରିଧ୍ୟାସନ କରୁଛେ, ଶାସ୍ତ୍ର ପ୍ରମାଣ। ଏ କଥା ଏବେ ହେଇପାରେ, ମନ ଟିକେ ପରଖିବ। କିଛି ସମୟ ଗଲା ପରେ ଫେର ଆଉଥରେ କୋଉଠି ଗୋଟେ ଗପ କାହାଣୀ ଶୁଣିଦେଲେ, କୋଉଠି ଗୋଟେ କ'ଣ ଟିକେ ପଢିଦେଲେ, ଫେର ଆଉଥରେ ପୁନର୍ଜନ୍ମ ବାନ୍ଧିବ। ଯଦି ଛୋଟ ବେଳଠୁ ଆମେ ସାଧନା ମାର୍ଗରେ ଥାନ୍ତେ, 5 ରୁ 6 ବର୍ଷ ବୟସରୁ ଯଦି ଆମେ ବ୍ରହ୍ମ ବିଦ୍ୟାକୁ ଶିଖିଥାନ୍ତେ, ତାହେଲେ ଆମ ମନ ଭିତରେ ଯେଉଁ ପୁନର୍ଜନ୍ମ ରୂପକ ଏ ଜ୍ଞାନ ପ୍ରବେଶ କରିନଥାନ୍ତା, ଏ ଚିନ୍ତାଧାରା ଆମ ମନ ଭିତରେ ପ୍ରବେଶ କରିନଥାନ୍ତା। ଛୋଟବେଳଠୁ ଆମେ ଜାଣିପାରିଥାନ୍ତେ ମୁଁ ଆତ୍ମା, ମୁଁ ବ୍ରହ୍ମ, ମୁଁ ନିରାକାର ନିର୍ଗୁଣ, ମୁଁ ଅଲେଖ ଅବ୍ୟକ୍ତ ଅବସ୍ଥା, ମୁଁ ସଂସାରର ଆଧାର। ଛୋଟବେଳଠୁ ଶିଖିଥିଲେ। କିନ୍ତୁ ଆମେ ମଝିରେ ସାଧନା ମାର୍ଗକୁ ଆସିଛେ। ସାଧନା ମାର୍ଗକୁ ଆସିବା ପୂର୍ବରୁ ଅନେକ କଥାକୁ ଗ୍ରହଣ କରିଛେ, ଅନେକ ଜ୍ଞାନକୁ ଆମ ଭିତରେ ରଖିଛେ। ତ ସେ ଜ୍ଞାନ ଆମକୁ ବାରମ୍ବାର ବାନ୍ଧୁଛି।